ମାଲକାନଗିରି ଜିଲ୍ଲା ବାଲିମେଳାଠାରେ ଥିବା ପୁରାତନ ମନ୍ଦିର ମା ଦଣ୍ଡକାଳୀଙ୍କ ଝାମ ଯାତ୍ରା ବା ଦଣ୍ଡଯାତ୍ରା ପାଇଁ ଆଜି ଶୁଭ କାଠ ଅଣାଗଲା। ଆଗାମୀ ଏପ୍ରିଲ ମାସ 2 ତାରିଖରେ ମାଙ୍କ ଦଣ୍ଡଯାତ୍ରା ବାହାରିବ ଓ ଅବିଭକ୍ତ କୋରାପୁଟର ଅନେକ ସହରରେ 13 ଦିନ ଯାତ୍ରା କରି ପଣା ସଂକ୍ରାନ୍ତି ଉଦ୍ଯାପନ ହେବ। ଏହି ଯାତ୍ରାର ମୁଖ୍ୟ ହେଉଛି ଅଗ୍ନିରେ ଖେଳ, ଯେଉଁ ଅଗ୍ନି ବାହାର କରିବା ପାଇଁ ବାଲିମେଳା ନିକଟ ନୀଲାଖାମୁରି ଗ୍ରାମରୁ ଭକ୍ତଙ୍କ ଜମିରୁ କାନ୍ଦୁଲ କାଠ ଆଣି ମନ୍ଦିରରେ ରଖାଯାଏ। ଏପ୍ରିଲ ମାସ 2 ତାରିଖରେ ଅନେକ ଭକ୍ତଙ୍କ ସମାଗମ ହେବେ। ସେହି କାଠକୁ ଏକ ନିବୁଜ କୋଠରୀକୁ 3 ରୁ 4 ଜଣ ଭକ୍ତ ନେଇ ସେହି କାଠକୁ ଘଷି ସେଥିରୁ ଅଗ୍ନି ବାହାର କରିସାରିଲା ପରେ ଗଞ୍ଜାମ ରୀତିନୀତି ଅନୁଯାୟୀ ଦଣ୍ଡଯାତ୍ରା ଅନୁଷ୍ଠିତ ହୁଏ। ଅବିଭକ୍ତ କୋରାପୁଟର ବିଭିନ୍ନ ସହର ବୁଲି ଦଣ୍ଡଯାତ୍ରାରେ ମା କାଳୀଙ୍କ ପୂଜା ଅର୍ଚ୍ଚନା କରିବା ସହ ମାନସିକଧାରୀଙ୍କ ମାନସିକ ମା ପୂରଣ କରନ୍ତି। ଏହା ବାଲିମେଳାରେ ପ୍ରାୟ 30 ରୁ 35 ବର୍ଷ ହେବ ଚାଲି ଆସୁଛି। ଏକ ପବିତ୍ର ଦିବସ ଯାହାକି ମା ଦଣ୍ଡକାଳୀଙ୍କର ଧର୍ମଯାତ୍ରା ଦଣ୍ଡଯାତ୍ରା ଗଞ୍ଜାମ ରୀତିନୀତି ଅନୁସାରେ ଅବିଭକ୍ତ ମାଲକାନଗିରି ଜିଲ୍ଲାର ପ୍ରଥମ ମନ୍ଦିର କହିଲେ ଅତ୍ୟୁକ୍ତି ହେବନି, ଯାହାକି 30 ବର୍ଷ ହବ ଏହି ବାଲିମେଳା ମନ୍ଦିର ଦଣ୍ଡକାଳୀ ମନ୍ଦିର ଆରମ୍ଭ ହୋଇଛି। ଯାହାର ଆଜି ଶୁଭାରମ୍ଭ କହିଲେ ଆମେ ଯୋଉଠୁ ଆରମ୍ଭ ହୁଏ ଦଣ୍ଡ, ଯାହାକି ଅଗ୍ନି ଯୋଉଠୁ ବାହାରେ, ଯୋଉ କାଠ ନେଇ ଅଗ୍ନି ବାହାରେ ସେଇ କାଠ ଆଣିବା ପାଇଁ ଆମେ ଏଇ ବାଲିମେଳା ମନ୍ଦିର ପାଖାପାଖି 4-5 କିଲୋମିଟର ଦୂର ଯିବୁ, ଯାହାକି ଆମେ କାନ୍ଦୁଲ କାଠ ତାକୁ କୁହାଯାଏ। ସେ କାନ୍ଦୁଲ କାଠ ଆଣିକି ମାଙ୍କ ପାଖରେ ସମର୍ପଣ କରିବୁ। ଏପ୍ରିଲ ମାସ 2 ତାରିଖ ଦିନ ସେଇ କାଠରୁ ଆମେ ଅଗ୍ନି ବାହାର କରି ମାଙ୍କ ସେବାରେ ଅବିଭକ୍ତ କୋରାପୁଟ ଜିଲ୍ଲା ବୁଲିବୁ। ସେଥିରୁ ଚମ୍ପାବର ଲାଗିବ, ହୋମ ହବ, ପଇତା ପଡିବ, ସେଇ ଅଗ୍ନି ହିଁ ବାହାରିବ। ସେଥିପାଇଁ ଆଜି ଆମ ସଭାପତି ତଥା ଆମର ସମସ୍ତ ମେମ୍ବରଙ୍କ ଅନୁମତି କ୍ରମେ ଆଜି ବାହାରିଲୁ। ଆମେ ସଭାପତିଙ୍କୁ ଅନୁମତି କ୍ରମେ ବାହାରିଲୁ ଆଜି କାଠ ଆଣିବା ପାଇଁ। ମୁଁ ସଭାପତିଙ୍କୁ କହିବି ସେ କଣ କହିବେ, ଆଗାମୀ ଯାତ୍ରା କେମିତି ଶାନ୍ତି ଶୃଙ୍ଖଳା ଚଳେଇବେ, କଣ ସେ ବିଷୟ ନେଇକି ଆମେ ସଂକ୍ଷେପ ଆଲୋଚନା କରିବା। କାହିଁକିନା ଆଜି ଏତେ ବଡ ପବିତ୍ର ଦିନ, ଯାହାକି ପ୍ରଥମ ଥର ଆମେ ନୂଆ କାଟି ନୂଆ ଶାବଳ ସବୁ ନେଇକି ବାହାରୁଛୁ, ଯାହାକି ମାଙ୍କର ମାନେ ଯୋଉଟା କାନ୍ଦୁଲ କାଠ ଆଣିବୁ, ସେ କଣ କହିବେ, ଯାତ୍ରା କେମିତି ଆଗକୁ ଯିବ, କଣ କିଛି ବିଷୟ କଣ କହିବେ? ଜୟ ମା ଦଣ୍ଡକାଳୀ। ଆଜି ପବିତ୍ର ଦିନରେ ମାଙ୍କର ଅଗ୍ନି ଯୋଉ କାଠରୁ ବାହାରେ ସେଇ କାନ୍ଦୁଲ କାଠକୁ ଆଣିବା ପାଇଁ ମାଙ୍କ ଆଜ୍ଞାମାଳ ନେଇ ଆମେ ନୀଳାଦ୍ରି ନଗର ଗ୍ରାମ ନିକଟକୁ ଯାଉଛୁ ମାଙ୍କ ଆଜ୍ଞାମାଳ ନେଇ। ଆଉ ସାଙ୍ଗରେ ମୋର ମନ୍ଦିର କମିଟିର ସହକର୍ମୀ ସମସ୍ତେ ଅଛନ୍ତି। ଆଉ ଆଗାମୀ ଦିନରେ ଯେମିତି ଯାତ୍ରା ଯୋଉ 13 ଦିନ ମାଙ୍କର ଯାତ୍ରା ଯେମିତି ସୁରୁଖୁରୁରେ ଚାଲିବ, ସେଇ ଆଶୀର୍ବାଦ ନେଇ ଆମେ ଆଗକୁ ଯାଉଛୁ। ମା ମଙ୍ଗଳମୟ ସମସ୍ତଙ୍କର ମଙ୍ଗଳ କରନ୍ତୁ ଓ ଗ୍ରାମବାସୀ ମଙ୍ଗଳ କରନ୍ତୁ, ତଥା ଓଡ଼ିଶା ଓ ଭାରତବାସୀଙ୍କର ମଙ୍ଗଳ କାମନା କରୁଛୁ। ମାଙ୍କ ନିକଟରେ ଏତିକି ହିଁ ପ୍ରାର୍ଥନା। ଅତି ସୁନ୍ଦର କଥା। ସେ ନିଜ ପାଇଁ ନୁହଁ, ସାରା ଦେଶ ପାଇଁ, ସାରା ଓଡ଼ିଶା ପାଇଁ ସେ ମାଙ୍କ ପାଖରେ ଭିକ୍ଷା ମାଗୁଛନ୍ତି। ଆଉ ମାଙ୍କର କାର୍ଯ୍ୟ କେମିତି ଭଲରେ ହବ ସେ ପାଇଁ ମାଙ୍କ ପାଖରେ ଗୁହାରି କରି ଆଗକୁ ଯାଉଛନ୍ତି। ତ ଆଗକୁ ଦେଖିବା ଆସନ୍ତା ଏପ୍ରିଲରେ କେମିତି କଣ ଯାତ୍ରା ହବ, ତ ମେରୁ ଯାତ୍ରା, ଦଣ୍ଡଯାତ୍ରା, ଆଜ୍ଞାମାଳ ସବୁ କିଛି ଆମେ ନିରବିଚ୍ଛିନ୍ନ ଭାବେ ଆମେ ଆଗକୁ ଦେଖିବା। ମାଲକାନଗିରିର ସୁଶାନ୍ତ ମହାରଣାଙ୍କ ରିପୋର୍ଟ, BE ନ୍ୟୁଜ୍।